ओम नमः शिवाय। ମୁଁ ଜ୍ୟୋତିର୍ବେଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ବିଷୟରେ ଅଧିକ ଜାଣିବା ପାଇଁ ମୋର ୱେବସାଇଟ୍ rudraksjyotish.in ଭିଜିଟ୍ କରିପାରନ୍ତେ। ଆଜି ଆଉ ଗୋଟେ ସେଇଭଳିଆ ଇଣ୍ଟରେଷ୍ଟିଂ ଟପିକ୍ ଉପରେ ମୁଁ କହୁଛି। କିଛି ଦିନ ତଳେ ମୁଁ ୟୁଟ୍ୟୁବ୍ ଭିଡ଼ିଓରେ ବି ଦେଖୁଥିଲି ଯେ ତାଳପତ୍ର ଜାତକ ଯେଉଁମାନେ ବନାଉଛନ୍ତି ସେମାନେ କହୁଛନ୍ତି ଯେ ଲୋକମାନେ ଆଜିକାଲି କମ୍ପ୍ୟୁଟର ଜାତକ ବନେଇ ଦେଉଛନ୍ତି, ଯେଉଁଟାକି ପରମ୍ପରାଗତ ନୁହେଁ, ଆଉ କେତେ ଦୂର ସଠିକ୍ ସେଟା ବି ଜଣା ନାହିଁ, ଇତ୍ୟାଦି ଇତ୍ୟାଦି। ଆଉ ସଫ୍ଟୱେୟାର ବିଷୟରେ ଆଜି କହିବା। ଆପଣ ଦେଖୁଥିବେ ମୁଁ ନିଜେ ଭିଡ଼ିଓ କଲାବେଳେ ଏମିତି ମୁହଁରେ କହୁଛି ଏତିକି ନବାଂଶ, ଏତିକି ଡିଗ୍ରୀ, ଏତିକି ମିନିଟ୍ ଯିବ। ଏଇ ଜିନିଷଟା କ'ଣ ମୋତେ ସଫ୍ଟୱେୟାର ଶିଖେଇଛି କି? ନା, ଜ୍ୟୋତିଷ ଶିଖେଇଛି। ତ ସଫ୍ଟୱେୟାରଟା କ'ଣ, କେମିତି ୟୁଜ୍ କରାଯାଏ? କାରଣ ମୋର ମନେ ଅଛି ଜଣେ ଏଠି ଗୋଟେ ଇନଷ୍ଟିଚ୍ୟୁଟ୍ରେ ସେ କହୁଥିଲେ ସେ ନାଇଁ ମ ସେ ଜ୍ୟୋତିଷ କ'ଣ କରୁଛନ୍ତି କି, ସେ କମ୍ପ୍ୟୁଟରଟାକୁ ଖୋଲି ଦେଉଛନ୍ତି, ସେଇଥିରେ ତ ସବୁ ଲେଖା ହେଇଛି, ଆଉ ସିଏ କିଛି କରୁନାହାନ୍ତି। ସେ କମ୍ପ୍ୟୁଟରରେ ନାଁ ଗାଁ ମାରିଦେଲେ ସବୁ ବାହାରି ପଡ଼ୁଛି। ଆଉ ଆଜ୍ଞା, ସବୁବେଳେ ମନେ ରଖିଥାନ୍ତୁ, ଅବିଦ୍ୟାଟା ଆଉ ଗୋଟେ ଅବିଦ୍ୟାକୁ ଜନ୍ମ ଦିଏ। ବରଂ ଆପଣ କିଛି ଜାଣିନାହାନ୍ତି, ମାନିଯିବେ ଆଜ୍ଞା ବାସ୍ତୁ କ'ଣ ମୁଁ ଜାଣିନାହିଁ, ମୁଁ କାହିଁ ଯିବି କହିବାକୁ। ବାସ୍ତୁ ଭଲ ମନ୍ଦ ମୁଁ ଜାଣିନି, ମୁଁ କାହିଁ କହିବି। ସେଇଭଳିଆ ଯେଉଁ ଜିନିଷ ଆପଣ ଜାଣିନାହାନ୍ତି ତାପରେ ଭୁଲ କହିଲେ ମୁଁ ଜାଣିନି, ଜାଣିଲେ ତାପରେ କହିଲେ ଏଟା ଭୁଲ, 100% କୁହନ୍ତୁ ଭୁଲ। ଭଗବାନ ଅଛନ୍ତି, ଭଗବାନ ନାହାନ୍ତି। ଆପଣ ଖୋଜିଥିଲେ କି ସାର୍? ଆପଣ ବୁଦ୍ଧଙ୍କ ଭଳିଆ ସଂସାର ଛାଡ଼ିକି ଯାଇଥିଲେ ଖୋଜିବା ପାଇଁ, ନା ସଂସାରରେ ରହିକି ବି ଖୋଜିଥିଲେ କି ପରମହଂସଙ୍କ ଭଳିଆ? ନା, ଆପଣ ଖାଲି ଗୋଟେ ମୂର୍ଚ୍ଛାଙ୍କ ଭଳିଆ କହିଦେଉଛନ୍ତି, ମୂର୍ଖଙ୍କ ଭଳିଆ। ଭଗବାନ ନାହାନ୍ତି, ମୋ ଇଚ୍ଛା ହେଲା ମୁଁ କହିଲି। ନା, ଏସବୁ ହେଲା ଅବିଦ୍ୟା ବା ରଙ୍ଗ ଇନଫର୍ମେସନ୍। ଯେକୌଣସି ଜିନିଷ ଉପରେ କହିବା ପୂର୍ବରୁ ଆଗ ସେଟା କରନ୍ତୁ, ତାପରେ କୁହନ୍ତୁ। ମୋତେ ଲାଗୁଛି ବୋଧେ ଆଷ୍ଟ୍ରୋଲୋଜର ଆଜି ମୁଁ ହେଇଛି କାରଣ ମୋର ଆଷ୍ଟ୍ରୋଲୋଜିକି ନେଇ ବହୁତ ଡାଉଟ୍ସ ଥିଲା। ରିଏଲି ଯଦି ମୁଁ ଲଜିକାଲି ଭାବି, ମୁଁ ତ ସବୁ ଜିନିଷ ଭାଗ୍ୟକୁ ହିଁ କ୍ରେଡ଼ିଟ୍ ଦିଏ ଏବଂ ମହାଦେବଙ୍କୁ କ୍ରେଡ଼ିଟ୍ ଦିଏ। ଯାହା ମୋର ଆଜି ମୁଁ ଅଛି, ସେ ତା ହାତ ଅଛି ମୋ ନିଜ ମାଆଙ୍କର, ମଦର ଯିଏ ମୋର। କିନ୍ତୁ ଆଷ୍ଟ୍ରୋଲୋଜିରେ ଲଜିକାଲି ଭାବିବି କାରଣ ମୁଁ ଜ୍ୟୋତିଷକୁ ବହୁତ ଡାଉଟ୍ କଲି। ଜ୍ୟୋତିଷ କ'ଣ ସେଇଟା ଆକ୍ଚୁଆଲି ଅଛି ନା ନାହିଁ? ସେଇଥିପାଇଁ ମଧ୍ୟ ଆଜିକା ଡେଟ୍ରେ ମୁଁ ଜ୍ୟୋତିଷ ବୋଧ ହୁଏ। ଯଦିଓ ମୁଁ ଜ୍ୟୋତିଷ ହେବା ପାଇଁ କେବେ ବି ମୋ ଜୀବନରେ ଚେଷ୍ଟା କରିନାହିଁ। କ'ଣ ମୁଁ କ୍ରିକେଟ୍ ଦେଖୁଛି ବୋଲି ମୁଁ କ୍ରିକେଟର ହେଇଯିବି କି? ସେମିତି ତ ନାହିଁ। କିନ୍ତୁ ସେମିତି ସିଚୁଏସନ୍ ହେଇକି ଚାଲିଲା ଏବଂ ମୁଁ ହେଲି, ଯେଉଁଟାକି ମୋ ଭାଗ୍ୟରେ ଥିଲା। ଯାଏ ହଉ, ତେଣୁ ଲଜିକାଲ୍ ଥିଙ୍କିଂକି ମୁଁ ଏତେ ଇମ୍ପୋର୍ଟାନ୍ସ ଦିଏ ନାହିଁ ଏକ୍ସଟର୍ନାଲ୍ ଏନ୍ଭାୟରମେଣ୍ଟ ବା ଗୋଟେ ଲାଇଫ୍ କଣ୍ଡିସନରେ। ଆଉ ଯଦିଓ ଲଜିକ୍ ଗୋଟେ କମନ୍ ସେନ୍ସ ଦରକାର, ତେବେ ସେ ଯାହା ବି ହଉ ନା କାହିଁକି ଆପଣ ଯେଉଁଟା ଜାଣିନାହାନ୍ତି ତାପରେ ରିମାର୍କ ଦେବେନି। ତ ସଫ୍ଟୱେୟାରଟା କ'ଣ? ଇଜ୍ ଏକ୍ଜାକ୍ଟଲି ଲାଇକ୍ କ୍ୟାଲକୁଲେଟର। ଏକ୍ଜାକ୍ଟଲି ଲାଇକ୍ କ୍ୟାଲକୁଲେଟର। ଆପଣ ଯଦି ଗୋଟେ ଜିନିଷଟାକୁ ହାତରେ କ୍ୟାଲକୁଲେଟ୍ କରନ୍ତି, ଯେଉଁ ସମୟ ଆପଣଙ୍କୁ ଯିବ ସେଟାକୁ କୁହାଯାଏ ଡଜରୀ। ଡଜରୀ ମାନେ ଗଧ କାମ। ଏକ୍ଜାକ୍ଟ ଓଡ଼ିଆ ମୁଁ ଜାଣିନି, ମାନେ ଗଧ କାମ ମାନେ କ'ଣ? ଆପଣ ଗୋଟେ କ୍ଲିକ୍ରେ କ୍ୟାଲକୁଲେସନ୍ଟା ହେଇଯିବ। ଆପଣ କ'ଣ ଦରକାର ହାତରେ ମିଶାଇବା, ତା ମାନେ ନୁହେଁ ଆପଣ ହାତରେ ମିଶାଇବାଟା ଶିଖିନାହାନ୍ତି। 5ରେ 6 ମିଶିଲେ ସିଏ ହେଲା କେତେ? 20 ନା କେତେ? 6 5 11। ତ ସେ ଯେଉଁ 11ଟା ଆପଣ ଜାଣିଛନ୍ତି, ପିଲାଦିନୁ ଗୋଟେ ଗୋଟେ କାଠି ଧରି ମିଶାଇଛନ୍ତି ଆଉ ତାକୁ କ୍ୟାଲକୁଲେସନ୍ କରି ଶିଖିଛନ୍ତି। ହଁ, ମନେ ରଖିଥାନ୍ତୁ, ଜ୍ୟୋତିଷରେ ବେସିକାଲି ପ୍ଲସ୍ ମାଇନସ୍ ଡିଗ୍ରୀ ଏଇ ୱାଇଜ୍ କ୍ୟାଲକୁଲେସନ୍ ହୁଏ। କିଛି ସେମିତି ଡିଫରେନ୍ସିଆଲ୍ କ୍ୟାଲକୁଲେସନ୍, ଥାର୍ଡ଼ ଅର୍ଡ଼ର ଡେରିଭେଟିଭ୍ସ, ଯେଉଁଗୁଡ଼ା ଡିଫରେନ୍ସିଆଲ୍ କ୍ୟାଲକୁଲେସନ୍ କୁହାଗଲା, କି ଯେମିତି ପଢ଼ାଯାଏ ଆମର ମ୍ୟାନେଜମେଣ୍ଟରେ ଅପରେସନ୍ ରିସର୍ଚ୍ଚ ବା OR। ଏତେ ହାଇ ଲେଭେଲ୍ ମ୍ୟାଥମେଟିକ୍ସ ବିଲକୁଲ ନୁହେଁ। ଆଷ୍ଟ୍ରୋନୋମି ହେଇଥିବ, ଯେଉଁଟା ଫିଜିକ୍ସକୁ ନେଇ ପଢ଼ା ହେଉଛି ଆଷ୍ଟ୍ରୋନୋମି, ଡେଫିନେଟଲି ସେଇଟା ପିଓର ମ୍ୟାଥମେଟିକ୍ସ। ଆମର ସେଇଟା ନୁହେଁ, ଆମର ପ୍ରେଡିକ୍ଟିଭ୍ ସାଇଡ଼୍ଟା ବେଶୀ। ଆଉ ଖାଲି ଜାତକଟା ବନେଇବା ପାଇଁ ଯେତିକି ମ୍ୟାଥମେଟିକ୍ସ ଦରକାର, ଗ୍ରହ କାଲି କେଉଁଠି ଥିଲା 2ଟା ବେଳେ, ଆଜି କେଉଁଠି ଅଛି 2ଟା ବେଳେ, ଆଉ କ'ଣ? ଗୋଟିଏ ଗ୍ରହ ଏତିକି କିଲୋମିଟର ଏତିକି ଆୱାରରେ ଗତି କରେ, ସେ ଗତକାଲି ସେଇଠି ଥିଲା, ଆଜି କେଉଁଠି ହେବ? ପଞ୍ଚମ ଶ୍ରେଣୀ ମାନସାଙ୍ଗ। ସେଇଆ ହେଲା ଜ୍ୟୋତିଷ। କିନ୍ତୁ ତା ଭିତରେ ଧୀରେ ଧୀରେ ସେଇଟା ବଢ଼ି ବଢ଼ି ଚାଲିଲା। ସେ ଗ୍ରହ ସିନା ସେଠି ରହିଲା, ନବାଂଶରେ କେଉଁଠି ଗଲା, ଅଷ୍ଟକ ବର୍ଗରେ କେଉଁଠି ହେଲା, ଏଇସବୁ ଜିନିଷ ଯଦି ଆପଣ ବସି କ୍ୟାଲକୁଲେଟ୍ କରିବେ ହାତରେ,
गोटे जातक मुझे देखे से षडबल ये सब जिन मत तो कम से कम लगे 5 दिन खंडे सी भी मत लगुनि एक्जाक्ट आक्यूरेटली करदेवी कारण हुए तो मुझे पॉइंट पर 3टा डेसिमाल न नहीं पारे जोटा कि कंप्यूटर नहीं जो किंतु सबू ज्योतिष ये सब जिन मैनुअल कैलकुलेशन शिखी गोटे लोक जे षडबल कैलकुलेशन करुच्ची सी आप दिग्बल कैलकुलेशन जानी कि ना तार एप्लिकेशन जानी कहीं शनि वेस्ट बल अधिक हो कहीं सूर्यटा को ईस्ट अधिक बल मिलूँ दिग्बल कैलकुलेशन जानी कि उच्च बल और नीच बल तो तार नीच स्थान उच्च स्थान माइनस करदे जहाँ से इंटू 60 तो फर्मूला गुड़ा जोटा रही आप हाथ में समस्ते कैलकुलेशन कर शिखी कि दरकार कौन आम सफ्टवेयर माइल बाहरी तो सफ्टवेयर है गोटे एनेबलर आपण को गोटे क्लिक रे निर्भुल भाव में समय बंचे चार्ट गुड़ा देदेला जोटा कि आजिका डेट्रे नित्यांत आवश्यक मु तो कहि कौन से ज्योतिर्विद आ हाथ में कैलकुलेशन करूँ ना आज्ञा मुझे मुझा निजर मतमत आप खराब भाभी पारतु काली सका कंप्यूटर ना हाथ में कैलकुलेट करना किंतु आम पाखे आम्यूनिटीज अच्छी आम हाथ में कहीं कैलकुलेट करेंगे आजिका डेट्रे मुझे देखुची गाँ गहल ज्योतिष मैंने दशा लिखुवे ये 2 मास 3 मास 2.5 दिन गला पुणी आड करेंगे 2.5 दिन गला पुणी 3 दिन मिसिकी यही डेट्रे पहुँचे आम पढ़ला बेल से पढ़ुन कि दशा पिला जन्म हो समय दशा बालांस से काटी दियो बाकी जहाँ मिले मिसे मिसे चल तो सी जो जन्म हो 1998 आज है 2018 तो ये 20 वर्ष भितर बर्तमान तार कौ दशा चली जन्म होता आपणकर मूलार तो केतुर नक्षत्र से अनुसार बढ़ी बढ़ी चल केतु गला 7 शुक्र आसला 20 अर्थात शुक्र महादशा ये चली कौन दरकार कि आम हाथ में गणित कषा कौ एगुड़ा हाई लेवल मैथमेटिक्स जे कौन से ज्योतिर्विद निजर गणित कालीबर देखेबे ए हाँ यहीटा थरे खाली जानी जबार अच्छे दशा गुड़ा फिक्स हो केतु 7 वर्ष महादशा मंगल 7 वर्ष महादशा चंद्र 10 वर्ष सूर्य चौड़ा फिक्स हो आज्ञा तो बर्तमान गोटे पिला जन्म है सूर्यर 3 वर्ष पड़े बाकी रहा 3 शुक्र 10 वर्ष पड़े बाकी रहा 10 से 10 बर्तमान शुक्र शुक्र सूर्य सूर्य पर चंद्र चंद्र पर मंगल मंगल पर राहु बृहस्पति शनि बुध पुणी आसला केतु शुक्र तो ये तो 10टा कैलकुलेशन कहई जोटा कि गोटे से 5म श्रेणी पिला कर निजर प्याटे लिखि पकार कौन अच्छी किसी आवश्यकता ना सफ्टवेयर यूज करूँ कहीं ना से जो जन्म कुंडली और दशा सिस्टम ठार आग को जावाई आपको सफ्टवेयर हेल्प कर नवांशटा सांगे सांगे देखिए आज पर्यटन मुझे देखी ना गोटे चार्ट लिखा कथा नवांश डाकिया कथा नवांश छड़ा प्रेडिक्शन जदि भी ठीक हो जाए भूल ज्योतिष नवांश इज ए मस्ट नवांश बा सूक्ष्म कुंडली बिना प्रेडिक्शन मना आपड़ सब बेले देखिए सब बेले जेकोसी गोटे रिसर्च मैगजीन खोलिकी देखूँ जेकोसी गोटे टिके जानी ज्योतिष पाक जातु एपटे लग्न चार्ट थी एपटे नवांश थी नवांश किसी काम भी न थी पारे मनकर मुझे से 64 नवांश छाड़ दिखाँ मुझे 22nd द्रेक्षण किंतु द्रेक्षण चार्ट तो थी ही थी नवांश चार्टा थी अर्थात नवांश बिना जातक देखा भूल मुझे करके रखी वीडियो आप 100 प्रेडिक्शन ठीक होनी मो से कौन अच्छे बेसिक प्रिंसिपल को भायोलेट कर बेसिक प्रिंसिपल को भायोलेट कर ज्योतिषर तेना प्रेडिक्शन जो ठीक हो आउट ऑफ इंट्यूशन ठीक हो आप किसी सिद्ध होते आपड़ किसी विदाउट किसी प्रिंसिपल आउट ऑफ इंट्यूशन कही दौरान आपंकर काली सकाळ दिन 2टा बेले आपंकर गोटे एक्सीडेंट हम केमी है एक्सीडेंट कारक मंगल से केतु सांगे अच्छे से समय मंगलर मृत्युर कालबेलाटा पड़ू कि काली आप जदि पड़ुची काल से 6ष्ठ अधिपति प्राणदशा खाली अच्छी कि जदि मैच कर एक्सीडेंट हम ना आप आउट ऑफ इंट्यूशन कहीदे कौन ज्योतिष होगा तेणु नवांश चार्टा देखिपारे षडबलटा को तो देखिपारे आपणकर आज्ञा मंगल उच्च अच्छी भल किंतु आपणकर से सिंह लग्न सूर्यटा लग्न सही पावर ना आप गोटे पिंधि दिंतु रूबीट यह प्रेडिक्शन यही प्रेडिक्शन मु 70-80% केस कहे
ଷଡ଼ବଳ ଦେଖିଲା ବେଳେ ସେଟା ଉଚ୍ଚରେ ଥିବା ମଙ୍ଗଳର ଷଡ଼ବଳ ଥିବ 7, ଯେଉଁଠି ତାର ରହିବା ଦରକାର 5 ଶିବ ଥିବ 4, ତାର ରହିବା ଦରକାର 5 ଥିବ। ଅର୍ଥାତ୍ ମଙ୍ଗଳ ଉଚ୍ଚ ଥିଲେ ବି ଗ୍ରହର ପାୱାର ନାହିଁ। ସୂର୍ଯ୍ୟ ଆପଣଙ୍କର ଭଲ ଜାଗାରେ ବସି ନଥିଲେ ବି, ମାନେ ଭଲ ଜାଗାରେ ବସିନ ମାନେ ସେ ତ କୌଣସି କହିଲେ ସୂର୍ଯ୍ୟର ପାୱାର ନାହିଁ ବୋଲି, କି ଷ୍ଟ୍ରେନ୍ଥ ନାହିଁ ବୋଲି, ସୂର୍ଯ୍ୟ ପାୱାର ଅଛି ଦେଖିଲା ବେଳକୁ 7 କି 8। ସେଠି ଆପଣ ରତ୍ନ ପିନ୍ଧେଇଦେବେ ରୁବିର ୱିଦାଉଟ୍ ଷଡ଼ବଳ। ବିନା ଷଡ଼ବଳରେ ରତ୍ନ ରେକମେଣ୍ଡ କରିହେବ ନାହିଁ। ମୁଁ କହିଦେଉଛି ଆପଣଙ୍କୁ, ବିନା ଷଡ଼ବଳ ଦେଖିକି ରତ୍ନ ରେକମେଣ୍ଡେସନ୍ କରିହେବ ନାହିଁ। ଖାଲି ଗୋଟେ ଗ୍ରହର ସ୍ଥିତି ଦେଖିକି ଜାତକରେ ରତ୍ନର ରେକମେଣ୍ଡେସନ୍ କରିହେବ ନାହିଁ। ଯେ ଗ୍ରହ ପଞ୍ଚମ ଘରେ ଏକ ଅଧିପତି, ପଞ୍ଚମ ଏବଂ ନବମ ଅଧିପତି ରତ୍ନ ଦିଅ। କାହିଁ କେନ୍ଦ୍ର ଅଧିପତି ରତ୍ନ ଦେଇପାରିବେନି କି? ଦେଉନାହାନ୍ତି, କିଛି ତ ଅସୁବିଧା ନାହିଁ। ଷଡ଼ବଳଟା ଦେଖନ୍ତୁ, ଯଦି ଗ୍ରହର ଷ୍ଟ୍ରେନ୍ଥ ନାହିଁ ଦେନ୍ ରତ୍ନ। ଏକ୍ସଟ୍ରିମ୍ ଷ୍ଟ୍ରେନ୍ଥ ଥିବା ଯେଉଁଠି ଅଛି ଯେଉଁ ଗ୍ରହ, ସେଇ ଜାଗାରେ ରତ୍ନ ଦେଇକି ସବୁବେଳେ ଅସୁବିଧା ହେଇଛି। ସାର୍ ସେ ଜେମ୍ଷ୍ଟୋନ୍ଟା ପିନ୍ଧିଲେ ଆକ୍ସିଡେଣ୍ଟ ହେଇଗଲା, ସାର୍ ସେ ଜେମ୍ଷ୍ଟୋନ୍ ଦେଲା। କାହିଁକି? ଆରେ ଅଲରେଡ଼ି ତାର ପାୱାର ଅଛି ସେ ଗ୍ରହର। ଷଡ଼ବଳଟାକୁ ଦେଖ ଆଗ, ତାପରେ ଦେବ। ତେଣୁ ଆପଣ ଯେଉଁ ଜ୍ୟୋତିଷ ରତ୍ନ ରେକମେଣ୍ଡ କରୁଛନ୍ତି ଷଡ଼ବଳ ଦେଖିବାକୁ ବାଧ୍ୟ। ଷଡ଼ବଳ ହାତରେ କ୍ୟାଲକୁଲେସନ୍ କଲେ ମୋ ଭଳିଆ ମୂର୍ଖ ଲୋକକୁ ଏବେ 2 ଦିନ ଲାଗିବ। ସତରେ ମୁଁ କଣ୍ଟିନ୍ୟୁଅସଲି ତ କ୍ୟାଲକୁଲେସନ୍ କରିପାରିବି ନାହିଁ। ସବୁ ଗୋଟେ ଗ୍ରହରେ ବାହାର କରିବି ବସିକି, ଦିଗ୍ବଳ ବାହାର କରିବି, ସେ ବାହାର କରିବି। ମୋ ଭଳିଆ ମୂର୍ଖକୁ ଯଦି ମୁଁ ଠିକ୍ରେ ବସି କ୍ୟାଲକୁଲେଟ୍ କରେ 2 ଦିନ ଲାଗିବ। କ'ଣ ଦରକାର ଆଜ୍ଞା? କମ୍ପ୍ୟୁଟର ବାହାର କରିଦେଲେ ଚଳିବନି? ଆପଣ ବାହାର କରି ଶିଖିଥାନ୍ତୁ ହାତରେ। କିନ୍ତୁ ଆଉ ମଝିରେ ଗୋଟେ ଅନୁରୋଧ ସବୁ ଜ୍ୟୋତିଷଙ୍କୁ, ଯିଏ ବି ସଫ୍ଟୱେର୍ ୟୁଜ୍ କରୁଛନ୍ତି, ମଝିରେ ବସିକି ଗଣିତ କ୍ୟାଲକୁଲେସନ୍ଟା କରନ୍ତୁ। ସେଇଟା ସମସ୍ତେ ବି କରନ୍ତି ମୁଁ ଜାଣିବାରେ। ଡେଫିନେଟଲି ହାତରେ କ୍ୟାଲକୁଲେସନ୍ ଭ୍ୟାଲ୍ୟୁ ଅଛି। ଆମର ଏ ଯେଉଁ ପ୍ରମୋଦ ଶତପଥୀ ଅଛନ୍ତି, ଶତପଥୀ ତ ନୁହେଁ, ପ୍ରମୋଦ ପାତ୍ର ବୋଧେ, ଟିଭି ଆଷ୍ଟ୍ରୋଲୋଜର ଜଣେ, ସେ ତ ମୁହଁରେ 20 କ୍ୟାଲକୁଲେସନ୍ କରି କୁହନ୍ତି ଏଇ ମାସ ଏଇ ଦିନ ଇଏ। ସେଇଟା କେମିତି ହେଲା କି? ସେ ଦଶାଟାକୁ ବାରମ୍ବାର କ୍ୟାଲକୁଲେସନ୍ କରି ସେ ମୁହଁରେ କହୁଛନ୍ତି। କିନ୍ତୁ 20 ସାଙ୍ଗେ ଯଦି ମୁଁ 78 କହିବି, ଯୋଗିନୀ ଦଶା କହିବି, କାରଣ ଦଶା ସବୁବେଳେ କ୍ରସ୍ ଚେକ୍ କରିବା ଦରକାର। ପ୍ରିନ୍ସିପଲ୍ ସବୁବେଳେ ଗୋଟିଏ ଜିନିଷ କହୁଛି, ଗୋଟିଏ ଦଶା ଅନୁସାରେ ଟାଇମିଂ ଇଭେଣ୍ଟ କହୁନାହିଁ। କାରଣ ଦଶା ଗୁଡ଼େ ଅଛି ସେଠି, 30, 40, 50 ଦଶା ଦିଆହେଇଛି। ତ୍ରିଭାଗୀ ଦଶା, ଜୈମିନୀ ଚର ଦଶା, ଆଟଲିଷ୍ଟ 2ଟା କି 3ଟା ଦଶା ଲଗାଇବା ଉଚିତ। ସଫ୍ଟୱେର୍ ଥିଲେ ତ କରିପାରିବେ। ତା ମାନେ ନୁହେଁ ଯେ ଆମେ ମାନୁଆଲଟା ଜାଣିନୁ। ମାନୁଆଲରେ ଏତେ ଏକ୍ସପର୍ଟ ହେଇଯିବାଟା କିଛି ପ୍ରେଡିକ୍ଟିଭ୍ ଆଷ୍ଟ୍ରୋଲୋଜି ପାଇଁ ଦରକାର ନାହିଁ। ଯେଉଁମାନେ ଟ୍ରାଡିସନାଲ ୱେରେ କରୁଥିଲେ, ଭାବି ନିଅନ୍ତୁ 2000 ମସିହା ପୂର୍ବରୁ, ସଫ୍ଟୱେର୍ ନଥିଲା ପୂର୍ବରୁ, ସେମାନଙ୍କ ପାଇଁ ଅଲଗା କଥା। ସେମିତି ତାଳପତ୍ରରେ କରାଯାଉଥିବା ଜ୍ୟୋତିଷରେ ଯେଉଁ ଜିନିଷ ରହୁଛି ଜାତକଟା, ଜ୍ୟୋତିଷ ଜାତକରେ, କାହିଁ ମୁଁ ତ ଦେଖୁନି ନବାଂଶ ରହିବ। ଆମର ଓଡ଼ିଶାରେ ଗୋଟେ ରୁଲ୍ ହେଲା ତ୍ରିପତାକି ରିଷ୍ଟ ଚକ୍ର ରହିବ। 12 ରିଷ୍ଟଟାକୁ ଦେଖିବା ପାଇଁ ନବାଂଶ, ଦଶାଂଶ ଏସବୁ ଜିନିଷ ରହୁଛି କି? ରହୁନି। କୁଣ୍ଡଳୀଟା ଖାଲି ଅଛି। ଦରକାର କ'ଣ? ତା ଅପେକ୍ଷା ଗୋଟେ ଏଇ ଯେଉଁ ବିରାଟ ଦେଉଛନ୍ତି ବହୁତ ବଡ଼ ନଦୀକି, ଗୋଟେ 10 ପେଜ୍ର କୁଣ୍ଡଳୀରେ ଆପଣଙ୍କର କମ୍ପ୍ୟୁଟର ଯେଉଁଟା ବାହାରି ପାରୁଛି, ଲଗ୍ନ, ନବାଂଶ, ଦୃକ୍ଷଣ, ସପ୍ତାଂଶ, ଦଶାଂଶ, ଆଉ ଆପଣଙ୍କର ହେଲା କ'ଣ ସେଟା ଷଡ଼ବଳ, ଆଉ ସୁଦର୍ଶନ ଚକ୍ର, ଦଶା ସିଷ୍ଟମ୍, 20 ସାଙ୍ଗରେ ଯୋଗିନୀ ମିଶେଇକି ଦେଲେ, ମୋ ଭଳିଆ ଗୋଟେ ଲୋକ ଯଦି ଜାତକଟାକୁ ଟିକେ ଡିପ୍ଲି ଦେଖିବାକୁ ଚାହିଁବ, ସେ ସେଇଟାକୁ ପଢ଼ିକି ବି କହିଦେଇପାରିବ। ଆଉ କଥା ପ୍ରିଣ୍ଟ ଆଉଟ୍ ବି ନ ବାହାରୁ, ସେଥିରେ ବାହାରି ଯାଉଛି। ତେଣୁ ସଫ୍ଟୱେର୍ ଯଦି ସବୁ ହେଇଥାଏ ଆଜ୍ଞା, ଜଗନ୍ନାଥ ଖରା ଯେଉଁଟାକି PVR ନରସିଂହା ରାଓ କରୁଛନ୍ତି, ସାଉଥର, ଯାହାକୁ ମୁଁ ବି ଜାଣିଛି, ହାଇଲି ଇଣ୍ଟେଲିଜେଣ୍ଟ ଆଷ୍ଟ୍ରୋଲୋଜର, ତାଙ୍କ ସଫ୍ଟୱେର୍ ଫ୍ରିରେ ଆଭେଲେବୁଲ୍। ଯଦି ସେ ସେଇ ସଫ୍ଟୱେର୍ଟାକୁ ବିକନ୍ତେ ବି, ମୋତେ ଲାଗୁଛି ଆଜିକା ଡେଟ୍ରେ 50,000 ଟଙ୍କା ପଡ଼ନ୍ତା। ଭେରି କମ୍ପ୍ଲେକ୍ସ ଆଣ୍ଡ ଭେରି ଗୁଡ୍ ସଫ୍ଟୱେର୍ ଜଗନ୍ନାଥ ଖରା। କାରଣ ସବୁବେଳେ ମନେ ରଖିଥାନ୍ତୁ, ଯେ ସଫ୍ଟୱେର୍ ବନଉଛି ସେ ଗୋଟେ ଜ୍ୟୋତିଷ ନୁହେଁ, ସେଇଥିଲାଗି ସବୁବେଳେ ଭୁଲ ହୁଏ। ମୁଁ ଯେଉଁ ପରାଶର ଲାଇଟ୍ ୟୁଜ୍ କରେ, ସେଥିରେ ମୁଁ ସବୁବେଳେ ଭୁଲ କାଢ଼ିବି। ସେମାନଙ୍କୁ କହିଲା ବେଳକୁ ସେମାନେ କହିବେ, ସାର୍ ଏଇଟା ତ ଆମେ ଜ୍ୟୋତିଷ ନୁହେଁ, ଆମେ କେମିତି କହିପାରିବୁ? ଭୁଲଟା ଅଛି, ଆମେ ନେକ୍ସଟ ଭର୍ସନରେ ଠିକ୍ କରିଦେବୁ, ସରିଲା। ସେ ନେକ୍ସଟ ଭର୍ସନ ରହିଲା। ଗୋଟେ ଜାଗାରେ 1 ମିନିଟ୍ 3 ମିନିଟ୍ ଭୁଲ ଥିବ। କିନ୍ତୁ ଏଠି PVR ନରସିଂହା ରାଓ ଜଗନ୍ନାଥ ଖରା ସଫ୍ଟୱେର୍ଟାକୁ ବାକାଇଦା ନିଜେ ଜ୍ୟୋତିଷ ହେଇକି ବନେଇଛନ୍ତି। ଏଟା ଫ୍ରି ଅଫ୍ କଷ୍ଟ। ଦେଖିବା ତାକୁ ଡାଉନଲୋଡ୍ କରିକି ଆପଣ ଜ୍ୟୋତିଷ କରିଦେଲେ, ସେ ସବୁ ତ ଲେଖା ହେଇଛି ସେଇଥିରେ। ଆଉ ସେଥିରେ ଯେତିକି ଲେଖା ହେଇଛି, ଆଉ କେଉଁଥିରେ ଲେଖା ହେଇନଥିବ ଜଗନ୍ନାଥ ଖରାରେ କରିଦେବେ କି? ନା। ତେଣୁ ଅବିଦ୍ୟାଟା ସବୁବେଳେ ଭୟଙ୍କରୀ। ଅଳ୍ପ ବିଦ୍ୟା ତ ଆହୁରି
ଅବିଦ୍ୟା ବି ଭୟଙ୍କର। ତେଣୁ ମଝିରେ ଜଣେ ସେ ଆମର ରେସନାଲିଷ୍ଟ ହେତୁବାଦୀ ନା ଜ୍ୟୋତିଷ ପୋଷ୍ଟ ଗୁଡ଼ା ସବୁ ଅବିଦ୍ୟା ବନ୍ଦ କରିଦିଆ। ବନ୍ଦ କରିବେ କେଉଁଠି? ଆଗ ୟୁଜିସି ଲେଭେଲରେ ବନ୍ଦ କରିବେ ନା ମୋତେ କହିଲେ ମୁଁ କ'ଣ କରିବି? କାଲି ସକାଳେ ରୁଦ୍ର ମହାପାତ୍ର ଜ୍ୟୋତିଷ ହେବ ନାହିଁ, କ'ଣ ତାପରେ ଆଉ କିଏ ଜ୍ୟୋତିଷ ହେବେନି? ସାଉଥ ମାନେ ଇଣ୍ଡିଆ ଛଡ଼ା ସବୁ ଜାଗାରେ ବନ୍ଦ ହେଇଯିବ କି? ଜ୍ୟୋତିଷଟା ଯେହେତୁ ୟୁଜିସିରେ ଆପ୍ରୁଭ୍ଡ ହେଇକି ଅଛି, ତେଣୁ ଯେପର୍ଯ୍ୟନ୍ତ ୟୁଜିସିରୁ ବନ୍ଦ ହେଇନି ଆମେ ପାଠ ପଢ଼ିଥିବା ଜ୍ୟୋତିଷ ଆମେ କିଛି ଛାଡ଼ିପାରିବୁନି। ମ୍ୟାନେଜମେଣ୍ଟଟା ପଢ଼ା ହେବ, ଆପଣଙ୍କର କେବଳ ପଢ଼ା ହେବ ଯଦି ସେଟା IIMରେ ହେବ କି? ନାଇଁ, ଡିସିପ୍ଲିନଟା ଆପ୍ରୁଭ୍ କରିଦିଆଗଲା, ବିଭିନ୍ନ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ ତାକୁ ପଢ଼େଇଲେ ସେଇଭଳିଆ। ଆଉ ଜ୍ୟୋତିର୍ବିଦ୍ୟାଟା ଆପ୍ରୁଭ୍ କରିଦିଆଗଲା, ଆଇକାସ୍ ପଢ଼େଇଲା, ମହର୍ଷି କଲେଜ ବେଦିକ ଆଷ୍ଟ୍ରୋଲୋଜି ପଢ଼େଇଲା, ଭାରତୀୟ ବିଦ୍ୟାଭବନ ପଢ଼େଇଲା। ତ ଯେଉଁମାନେ କେବଳ ସାଂସ୍କ୍ରିଟ ପଢ଼ିକି ଜ୍ୟୋତିଷ ହେଇଥିବେ ୟୁନିଭର୍ସିଟିରୁ ସେମିତି ହେବେ ନା, ଆମେ ବି ଗୋଟେ ପ୍ରକାର ପ୍ରୋଫେସନାଲ କୋର୍ସ କଲା ଭଳିଆ କରିକି ହେଇଛୁ। ତେଣୁ ଅର୍ଥାତ୍ କହିବା କଥା ଏଇଟା ଅବିଦ୍ୟା ନୁହେଁ। ସେ ଜଣେ ଯେ କହୁଥିଲେ ସେଟା ଏଥିରୁ ତାଙ୍କ ଅବିଦ୍ୟା ଜଣାପଡ଼େ ଯେ ସେ ୱିଦାଉଟ୍ ଆଡିକ୍ୱେଟ୍ ରିସର୍ଚ୍ଚରେ ଷ୍ଟେଟମେଣ୍ଟ ଦେଇ ଦେଉଛନ୍ତି। ଯେଉଁଟା ଡିସିପ୍ଲିନଟା ଆପ୍ରୁଭ୍ ହେଇଗଲାଣି ଆଉ ତାପରେ କ'ଣ କହୁଛ? ବୁଝିପାରୁଛନ୍ତି ତ? ହଉ, ସେ ଯାହା ବି ହେଉନା କାହିଁକି, ତ ସଫ୍ଟୱେୟାରଟା ସବୁବେଳେ ଏନେବଲର ଗୋଟେ ସଫ୍ଟୱେୟାର ୟୁଜ୍ କରିକି ଆପଣ ଜାତକ ବି କରନ୍ତୁ। ତାଳପତ୍ର ବି ଯେଉଁମାନେ କରୁଛନ୍ତି ସେ ଜାତକଟା ବି ସବୁବେଳେ ପାଖରେ ରଖିଥାନ୍ତୁ ପୂଜାପୂଜି କରିବା ପାଇଁ। ତାଳପତ୍ର ଗୋଟେ ବଡ଼ ଗୁଣ ହେଲା ସେ ବହୁତ ଦିନ ଯାକେ ରହିବ, କିନ୍ତୁ ସେଇଟା ଗୋଟେ ପୂଜାପୂଜି କରିବା ପାଇଁ ରଖିବେ ଆପଣ ସବୁବେଳେ ଜାତକଟାକୁ। ସେଥିରେ ସିନ୍ଦୁର ଲଗେଇ ପାରିବେ, ହଳଦୀ ଟିକେ ଲଗେଇ ପାରିବେ। ଏ କାଗଜଟାରେ କରିପାରିବେ କି? କରିପାରିବେ ନାହିଁ। ମୁଁ କଲାବେଳେ ବି ମୁଁ ରେକମେଣ୍ଡ, ଏବେ ତ ମୋ ପାଖରେ ନାହିଁ, ମୁଁ କେତେବେଳେ ଦେଖେଇଦେବି। ଆଜିକା ଡେଟ୍ ଗୋଟେ ହେଲମେଟ୍ ପେପର ବାହାରୁଛି, ହେଲମେଟ୍ କହୁଛି ହ୍ୟାଣ୍ଡମେଡ୍, ସେଇଟା ପୁରା କନା ଫନା ଭଳିଆ ହେଇକି ମାନେ ପୁରା ଯେମିତି ଆପଣଙ୍କର କ୍ଲାସିକ୍ ଗୋଟେ ମାଟିଆ କଲର ପେପରଟେ, ଆପଣ ସେଥିରେ ବି ଯଦି ହରୋସ୍କୋପଟା ମୁଁ ଲେଖିକି ଦିଏ ସେ ବହୁତ ଦିନ ରହିବ, କିନ୍ତୁ ସେ ପାଣି ଫାଣି ଲାଗିଲେ ବି ଖରାପ ହେବନି। ତ ଆଇଡ଼ିଆ ହେଲା ସେ ତାଳପତ୍ର ଜାତକଟା ଆପଣ ପୂଜା କରିବା ପାଇଁ ରଖନ୍ତୁ, କାରଣ ସେଥିରେ ବେସିକାଲି ସେଇ ଏତିକି ଦଣ୍ଡରେ ହେଇଥିବ। ସରିଗଲା ଟୋଟାଲ ଆପଣଙ୍କର 60 ଦଣ୍ଡ ଦିନଟା। ସେ ଜନ୍ମ ହୋଇଛନ୍ତି 35 ଦଣ୍ଡ, ଆପଣ ତାକୁ କ୍ୟାଲକୁଲେସନ୍ କରିବେ, ବାହାର କରିବେ, କିଛି ଭୁଲ ନୁହେଁ। କିନ୍ତୁ ସେଇଟା ଦେଖିବା ପାଇଁ ଯେତେ କଣ୍ଡ୍ୟୁସିଭ୍ ନୁହେଁ, ସେଇଟା এইসব ଇଏକୁ ଦରକାର। ତେଣୁ ଆମେ କମ୍ପ୍ୟୁଟର ଏଇ ଜାତକ ଆମେ ନୁହେଁ, ଯିଏ ବି ୟୁଜ୍ କରୁଛି, ସେ ତାଳପତ୍ରର କମ୍ପିଟେଟିଭ୍ ନୁହେଁ, ସେଟା ନାହିଁ ଅଲ୍ଟରନେଟିଭ୍। ପିଲା ଜନ୍ମ ହେଲା ତାଳପତ୍ର ଜାତକଟେ କରେଇ ଦିଅନ୍ତୁ। ତାପରେ ଯେତେବେଳେ ପିଲାର 12 ବର୍ଷ ପୁରିଯିବ ଜାତକ ଦେଖେଇବେ, ପ୍ରଫେସନାଲ ହରୋସ୍କୋପ୍ ସେଠି ସେମାନେ ଦେଇଥିବେ, ସଫ୍ଟ କପି ରଖିଥିବେ। କାଲି ସକାଳେ ପିଲାର ଅନ୍ୟାନ୍ୟ ଜିନିଷ ବାହାଘର ଫାହାଘର ବେଳକୁ ସେ କାମରେ ବି ଲାଗିବ, ସଫ୍ଟ କପି ତ ନଷ୍ଟ ହେବାର ନାହିଁ। ଆଉ ତ ସଫ୍ଟୱେୟାର ଗୋଟେ ଜ୍ୟୋତିଷର କାଲକୁଲେଟର ମାତ୍ର, ସମୟ ବଞ୍ଚିବା ପାଇଁ ବଢ଼ିଆ ଜିନିଷଟେ। କୌଣସି ସଫ୍ଟୱେୟାରକୁ ମୁଁ ପ୍ରମୋଟ୍ କରୁନାହିଁ। ଆପଣଙ୍କର ଯେଉଁଟା ଠିକ୍ ଲାଗୁଛି ଆପଣ ୟୁଜ୍ କରନ୍ତୁ। ଆପଣଙ୍କର କେଉଁ ଲାଙ୍ଗୁଏଜ୍ ଦରକାର, କେଉଁ ଭଳିଆ କ୍ୟାଲକୁଲେସନ୍ ଦରକାର, ତାକୁ ଦେଖିକି ୟୁଜ୍ କରନ୍ତୁ। ଏଠି ଆମର ଓଡ଼ିଆରେ ଗୋଟେ ସଫ୍ଟୱେୟାର ମୁଁ ଦେଖିଲି, ସେ କାଳସର୍ପ ଦୋଷ ଲେଖୁଛନ୍ତି। ମୁଁ ଡାଇରେକ୍ଟ ତାଙ୍କର ଯେଉଁ ଓନର୍ ମୋର ଚିହ୍ନିଛନ୍ତି, ମୁଁ କହିଲି କାଳସର୍ପ ଦୋଷ ନାହିଁ, ଆପଣ ଲେଖିଲେ କେମିତି? ଆଉ ହସିଲେ, କହିଲେ ହଁ ସାର୍ ରହିଯାଇଛି ଆଉ। ସଫ୍ଟୱେୟାର କାଳସର୍ପ ଦୋଷ ବି କହିଦେଉଛି। ତେଣୁ ସେ ସଫ୍ଟୱେୟାରରୁ ଯଦି ଆପଣମାନେ କେହି ନିଜେ ଜ୍ୟୋତିଷ ହେଇନଥିବେ, ସେଥିରୁ ହରୋସ୍କୋପ୍ ଜେନେରେଟ୍ କରି ପଢ଼ୁଥିବେ, ଦୟାକରି ସେମିତି କରିବେନି। ସେ ଜାତକରେ ଯାହା ସବୁ ଲେଖା ହେଉଛି ଆପଣଙ୍କର ଏ ବର୍ଷ ସେୟା ହେବ, ସେ ବର୍ଷ ହୁଏତ ଟିକେ ଟିକେ ହେଇଯାଇପାରେ, କାରଣ ବର୍ଷ ଫଳଟା, କିନ୍ତୁ ସେଇଟା ଜ୍ୟୋତିଷ ନୁହେଁ। ଜ୍ୟୋତିଷ ପାଇଁ ସବୁବେଳେ ଜ୍ୟୋତିର୍ବିଦ ମାନେ ବସୁଛନ୍ତି। ଯଦି ବିଶ୍ୱାସ ଅଛି, ଆସ୍ଥା ଅଛି ଏବଂ ଆପଣ କର୍ମ କିଛି ଇମ୍ପ୍ରୁଭ୍ କରିବା ପାଇଁ ଯିବେ, ମୁଁ ଜିମ୍ ଯିବି, ପରିଶ୍ରମ କରିବିନି। ମୁଁ ଜ୍ୟୋତିଷ ପାଖକୁ ଯିବି, ଜ୍ୟୋତିଷ କେବେ ପ୍ରତିଦିନ ସକାଳୁ ଉଠିକି ସେ ଗାଈକି ଯାଇ ଖାଇବାକୁ ଦିଅ, ମୁଁ ଦେବିନି। ଆଉ କେମିତି ହେବ? ହଉ, ଭିଡ଼ିଓଟାକୁ ବେଶୀ ଲମ୍ବା କରିବାନି, ଯାହା କହିବାର ଥିଲା କହିଦେଲି। ତେଣୁ ସଫ୍ଟୱେୟାର ବା କମ୍ପ୍ୟୁଟର ବା ମୋବାଇଲରେ କିଛି ନଥାଏ ଆଜ୍ଞା, ସବୁ ଜ୍ୟୋତିଷଙ୍କର ଏଇଠି ଥାଏ। ଆଉ ଏଇଠି ଆକ୍ଚୁଆଲି ଏଇଠି କହିବାଟା ଠିକ୍ ହେବ। ତାଙ୍କର କିଛି କରୁଣା, ଆମର କିଛି, ଆମ ପଢ଼ା, ତାଙ୍କ ଆଶୀର୍ବାଦ। ସେଇଥିଲାଗି ମୁଁ ସବୁବେଳେ କୁହେ ଜ୍ଞାନ ଆଉ ଧ୍ୟାନ ଖାଲି ପଢ଼ି ପକେଇଲେ ହେବନି। ସେ ଆମର ଜଣେ କ୍ୟାପ୍ଟେନ୍ ମାନସ ରଞ୍ଜନ ସ୍ୱାଇଁ ଅଛନ୍ତି ଓଡ଼ିଶାର, ଭଲ କହନ୍ତି। ମୁଁ ଯେଉଁମାନଙ୍କ ନାଁ ନେଉଛି ସେମାନେ ଯେ ମୋର କ୍ଲୋଜ୍ ମୋତେ ଚିହ୍ନିଛନ୍ତି ବିଲକୁଲ ନୁହେଁ। ଯେଉଁମାନଙ୍କର ଭ୍ୟୁଜ୍ ମୋତେ ଭଲ ଲାଗୁଛି ମୁଁ କହୁଛି। ସେ କୁହନ୍ତି ବି ଯେ ଯେଉଁ ବିଭିନ୍ନ ରାଶିଫଳ କାଳସର୍ପ ବିଷୟରେ ଯାହା କୁହନ୍ତି ଠିକ୍ କଥା, କୁହନ୍ତି ଯେ ଆପଣ ଇକୋନୋମିକ୍ସ ସୋସିଓଲୋଜି ପଢ଼ିଦେବେ, କିନ୍ତୁ ଜ୍ୟୋତିଷ ପାଇଁ ବ୍ୟାକସିଟ୍ ଦରକାର, ନହେଲେ ହେବନି। ଯଦିଓ ସେ ଯେଉଁ କହନ୍ତି ଯେ ଇଣ୍ଟୁଇସନ୍ ପ୍ରେଡିକ୍ସନ୍ଟା ଜ୍ୟୋତିଷରେ, ଯେଉଁଟା ମୁଁ ସପୋର୍ଟ କରୁନି,
खाली इंट्यूशन हो गला गोटे भविष्यवाणी भाया हो तार एस्ट्रोलॉजिकल कॉम्बिनेशन किसी आप कहींपर ना बैक बाय एस्ट्रोलॉजिकल लॉजिक तापर जो आउटपुट आसो सेटा ज्योतिष हो तो सॉफ्टवेयर को केबे भी क्रेडिट देबेनी कंप्यूटर को केबे क्रेडिट देबेनी सब है ज्योतिष क्रेडिट आपणकर जे ठीक आपन गाइड करि परछंती आपन जातक पढ़ी परछंती सी हेले ठीक ज्योतिष ना कि एटा कर दियंतु सेटा हे जिवो सेटा कर दियंतु एटा हे जिवो आ निजे केबे कोनोसी कंप्यूटर बा सॉफ्टवेयर पढ़ी की हॉरोस्कोप 50 टका देले बाहर पड़ी कंप्यूटर सब ताको आनी निजे पढ़ापढ़ी करी किसी आप इंटरप्रिट करेंगे आपड़ ज्योतिष पाखे पहुँचला कि आप अधा ज्योतिष हो जाइए से अल्प विद्या भयंकर सार राहु चलती तो केतु चलती तो या आइदर यू आर एन एस्ट्रोलॉजर और यू आर नॉट से मझी मझिया स्थित में निज कौन डिसीजन नियंतु ना हो आज ये जदि पारे भिडियोटा को शेयर करदे आ महादेव चाहिए आ गोटे नूतन भिडियो नहीं आप उपस्थित हेबी आज ये महादेव आपन मंगल करूँ। ओम नमः शिवाय।